ଯୀଶୁ ହେବେ ତୁମ ସାଥୀ, ଦୂର ହେବ ଭୟ ଭ୍ରାନ୍ତି। ସେ ତ ଜଗତର ଜ୍ୟୋତି, ଅନ୍ଧକାର ହେବ ଇତି। ପ୍ରାତ ଜ୍ୟୋତି, ପ୍ରାତ ଜ୍ୟୋତି, জীবনে জড়াও প্রাত জ্যোতি। প্রিয় দর্শক বন্ধু নমস্কার। খ্রিস্ট সম্মিলিত মণ্ডলী দ্বারা আয়োজিত এই বিশেষ কার্যক্রম প্রাতজ্যোতিକୁ ଆପଣମାନଙ୍କୁ ପୁନର୍ବାର ସ୍ୱାଗତ କରୁଛି। ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର ଅନୁଗ୍ରହରୁ ଆମେ ଆଉ ଏକ ନୂତନ ସକାଳ ଦେଖିବାର ସୁଯୋଗ ପାଇଛୁ। ଅନେକ ସମୟରେ ଆମେ ଏହା ଅଭ୍ୟାସଗତ ବୋଲି ଭାବୁ ନୂତନ ସକାଳ ଦେଖିବା, କିନ୍ତୁ ଅନେକ ସମୟରେ ଈଶ୍ୱରଙ୍କର ଅନୁଗ୍ରହକୁ ମନେ ପକାଇ ନଥାଉ। ଭାବି ଦେଖନ୍ତୁ, ଆଜି ଏହି ସକାଳକୁ ଅନେକ ଲୋକ ଦେଖିବାର ସୁଯୋଗ ପାଇନାହାନ୍ତି, କିନ୍ତୁ ଆପଣମାନଙ୍କୁ ଏବଂ ମୋତେ ଈଶ୍ୱର ଅନୁଗ୍ରହ କରି ଆଉ ଏକ ନୂତନ ସକାଳ ଦେଖିବା ପାଇଁ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କର ନାମର ଧନ୍ୟବାଦ ହେଉ ତାଙ୍କର ଦୟା ଆମମାନଙ୍କ ସମସ୍ତଙ୍କ ପ୍ରତି ଥିବାରୁ। ଆଜି ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଏକ ଆଲୋଚନାର ବିଷୟକୁ ଆମମାନେ ଯିବା। ଆଜିର ଆଲୋଚନା ଏକ ପରିବାର କେନ୍ଦ୍ରିକ। ତେଣୁ ଯେଉଁମାନେ ଆମମାନେ ପରିବାରରେ ଅନ୍ତର୍ଭୁକ୍ତ ଏବଂ ବିଶେଷ କରି ପରିବାରର ପିଲାମାନଙ୍କ ନିମନ୍ତେ ଏକ ଉତ୍ସାହଜନକ କଥା ଆଜି ଆମେ ଆଲୋଚନା କରିବା। ଆଜିର ଆଲୋଚନାର ବିଷୟ ହେଉଛି ବାଧ୍ୟ ସନ୍ତାନ, ଓବେଇଡ୍ ଚିଲଡ୍ରେନ୍। ଯେଉଁ ସନ୍ତାନମାନେ ନିଜର ପିତାମାତାଙ୍କର ବାଧ୍ୟ ହୁଅନ୍ତି, ଅର୍ଥାତ୍ ନିଜ ପିତାମାତାଙ୍କର କଥା ମାନନ୍ତି, ସେମାନଙ୍କୁ ବାଧ୍ୟ ସନ୍ତାନ ବୋଲି କୁହାଯାଏ। ଅନେକ ସମୟରେ ବର୍ତ୍ତମାନର ସମାଜରେ ଅନେକ ପରିବାରରେ ଏ ପ୍ରକାର ପରିସ୍ଥିତି ଅଛି। ବାପା ମା' ମାନେ ଅନ୍ୟମାନଙ୍କୁ ଏ ପ୍ରକାର ଅଭିଯୋଗ କରନ୍ତି ନିଜର ପିଲାମାନଙ୍କ ବିଷୟରେ ଯେ ମୋର ପିଲାମାନେ ବାଧ୍ୟ ନୁହନ୍ତି। ଯଦି ଆଜି ପିଲାମାନେ ଆପଣମାନେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି, ଆପଣମାନେ ହୃଦବୋଧ କରିବା ଦରକାର ଯେ ଆପଣଙ୍କର ଅବାଧ୍ୟତା, ଆପଣଙ୍କର ବାପା ମା'ଙ୍କର ଯେଉଁ କଥା ନ ମାନିବାର ଏକ ଅଭ୍ୟାସ ଆପଣଙ୍କର ପିତାମାତାଙ୍କୁ କେତେ ଯେ ଦୁଃଖ ଦେଉଛି, ତାହା ଆପଣମାନେ ଅନୁମାନ କରିବା ଦରକାର। ଅବାଧ୍ୟତା କ'ଣ? ଅବାଧ୍ୟତା ବାପା ମା' ଯେଉଁ ଭାବରେ ଅତିବାହିତ ହେଉ ବୋଲି ଇଚ୍ଛା କରୁଛନ୍ତି, ସେହି ପ୍ରକାରେ ଯଦି ଆମମାନଙ୍କର ଜୀବନଧାରାକୁ ଆମେ ଚଳାଉନାହୁଁ ଏବଂ ନିଜର ଇଚ୍ଛାରେ ଆମେ ଯଦି ଜୀବନଧାରାକୁ ପରିଚାଳନା କରୁଛୁ, ତାହା ଆମମାନଙ୍କର ଅବାଧ୍ୟତାର ଚିହ୍ନ ହେବ। ବାଇବଲରେ ଜଣେ ବିଶେଷ ବ୍ୟକ୍ତି ଯାହାଙ୍କର ନାମ ଯୋସେଫ, ବାଇବଲର ପୁରାତନ ନିୟମର ଆଦି ପୁସ୍ତକ 37 ଅଧ୍ୟାୟରେ ଏହି ଯୁବାଙ୍କ ବିଷୟରେ ଏକ ସ୍ପଷ୍ଟ ଚିତ୍ର ଦିଆଯାଇଛି। କି ପ୍ରକାରେ ସେ ତାଙ୍କର ବାପାଙ୍କର ବାଧ୍ୟ ହେଉଥିଲେ ଏବଂ କି ପ୍ରକାରେ ପରିବାରରେ ଘଟୁଥିବା ମନ୍ଦତାକୁ ସେ ଗ୍ରହଣ କରିପାରୁନଥିଲେ। ଯୋସେଫ ତାଙ୍କର 17 ବର୍ଷ ବୟସରେ ବାପାଙ୍କର ବାଧ୍ୟତା ଅନୁସାରେ ବାପାଙ୍କର ମେଷପୋଲକୁ ସେ ଚରାଉଥିଲେ। ତାଙ୍କର ଭାଇମାନଙ୍କ ସହିତ ସେ ମିଳିତ ଭାବରେ ଚରାଉଥିଲେ ଏବଂ ସେ ଏ ପ୍ରକାର ଏକ ବାଧ୍ୟତାର ସନ୍ତାନ ଥିଲେ। ବାପାଙ୍କର ସବୁ କଥା ସେ ମାନୁଥିଲେ। ବାପାଙ୍କ ନିକଟରୁ ଭାଇମାନଙ୍କ ନିକଟକୁ ଯିବା, ଭାଇମାନଙ୍କ ନିକଟରୁ ବାପାଙ୍କ ନିକଟକୁ ସମ୍ବାଦ ଆଣିବା, ଏ ପ୍ରକାର ବିଷୟ ସେ କରୁଥିଲେ ଏବଂ ତାଙ୍କର ବାଧ୍ୟତାର ଏତେ ପ୍ରଶଂସା କରୁଥିଲେ ତାଙ୍କର ପିତା ଏବଂ ଏତେ ଖୁସି ହେଉଥିଲେ ଯେ ତାଙ୍କର ପୁଅ ଏତେ ବାଧ୍ୟତାର ଜୀବନ କାଟୁଛି। ସେଥିପାଇଁ ତାଙ୍କୁ ଗୋଟିଏ ସୁନ୍ଦର ପୋଷାକ ସେ ମଧ୍ୟ ଉପହାର ଦେଇଥିଲେ। ଯୋସେଫଙ୍କୁ ଗୋଟିଏ ବିଭିନ୍ନ ରଙ୍ଗର, ଆଉ ସେହି ସମୟରେ ବିଭିନ୍ନ ରଙ୍ଗର ପୋଷାକର ଅର୍ଥ ଏକ ପ୍ରେମର ନିଦର୍ଶନ, ଏକ ସମ୍ମାନର ନିଦର୍ଶନ ହେଉଥିଲା ଏବଂ ସେହି ସମୟରେ ତାଙ୍କର ବାପା ତାଙ୍କୁ ଗୋଟିଏ ସୁନ୍ଦର ପୋଷାକ ମଧ୍ୟ ଦେଇଥିଲେ। ଏଇ ଯୋସେଫ ବାପା ତାଙ୍କୁ ଯେତେବେଳେ ଯେଉଁଠିକି
ପଠେଇବା ପାଇଁ ଇଚ୍ଛା କରୁଥିଲେ ସେ କେବେ ମଧ୍ୟ ବାରଣ କରୁନଥିଲେ। ଯେଉଁ ଅଜଣା ସ୍ଥାନକୁ ମଧ୍ୟ ପଠାଉଥିଲେ ସେଇ ଅଜଣା ସ୍ଥାନମାନଙ୍କୁ ଯାଉଥିଲେ। ତାଙ୍କର ଭାଇମାନେ ଭିନ୍ନ ଭିନ୍ନ ଜାଗାକୁ ଯାଇ ମେଷପଲ ସବୁ ଚରାଉଥିଲେ ଏବଂ ସେଇ ସ୍ଥାନମାନଙ୍କୁ ସେ ପଠାଉଥିଲେ। ସେ କେବେ ଭୟ କରୁନଥିଲେ କିମ୍ବା କେବେ ଅରାଜି ହେଉନଥିଲେ। ଆଉ ସବୁଠାରୁ ଆଉ ଗୋଟେ ବଡ଼ ସୁନ୍ଦର ଚରିତ୍ର ସେଇ ଯୋସେଫଙ୍କର ଥିଲା। ଯେତେବେଳେ ତାଙ୍କର ଭାଇମାନେ କୌଣସି ମନ୍ଦ କାର୍ଯ୍ୟ କରୁଥିଲେ ସେଇ ମନ୍ଦ କାର୍ଯ୍ୟର ଖବର ଯୋସେଫ ତାଙ୍କ ବାପାଙ୍କୁ ଆଣିକି ଜଣାଉଥିଲେ। ଏ ପ୍ରକାର ଏକ ଯୁବା ବ୍ୟକ୍ତିଙ୍କ ବିଷୟରେ ଦୁଇଟି ଚରିତ୍ର ମୁଁ ଆପଣଙ୍କ ସମ୍ମୁଖରେ ରଖୁଛି। ଜଣେ ବାଧ୍ୟତା ସନ୍ତାନ, ସେ ତାଙ୍କର ବାପା ମାଙ୍କର ପ୍ରତ୍ୟେକଟି କଥା ମାନନ୍ତି। ଅନେକ ସମୟରେ ଆଜି ଆମେ ଯେତେବେଳେ ଟିକେ ଦିନକୁ ଦିନ ବଢ଼ିଯାଉ, ଆମେ ଆମମାନଙ୍କର ବାପା ମାଙ୍କର କଥାକୁ ଏତେଟା ମାନି ନଥାଉ। ଯେତେ ପରିବାରରେ କୌଣସି ବିଷୟର ଦରକାର ହୁଏ, ପରିବାରରେ କୌଣସି ବିଷୟର ଆବଶ୍ୟକତା ହୁଏ, କୌଣସି ଜାଗାକୁ ଯିବାକୁ ପଡ଼େ, ଯେତେବେଳେ ଆମମାନଙ୍କୁ କିଛି କୁହାଯାଏ ଆମେ ବିଭିନ୍ନ ପ୍ରକାରର ବାହାନା କରୁ। ଆମେ ଛୋଟ ପିଲା ହେଲେ ବି କିମ୍ବା ଯୁବା ହେଲେ ବି, ଯୁବତୀ ହେଲେ ବି ଆମେ ବେଳେବେଳେ ଆମମାନଙ୍କର ସ୍ୱାସ୍ଥ୍ୟର ବାହାନା କରୁ, ବାହାରେ ଖରା ହେଉଥିବାର ବାହାନା କରୁ, ବିଭିନ୍ନ ପ୍ରକାର ବାହାନା କରୁ ଏବଂ ବାପା ମାଙ୍କର କଥାକୁ ଆଡ଼େଇବା ପାଇଁ ଆମେ ଚେଷ୍ଟା କରୁ। ମୋର ପ୍ରିୟ ଦର୍ଶକ ବନ୍ଧୁମାନେ, ଯୋସେଫଙ୍କ ଜୀବନରେ ଏଇ ଉତ୍ତମ ବିଷୟ ଥିଲା ଯେ ସେ ପ୍ରତ୍ୟେକଟି କଥା ତାଙ୍କର ବାପାଙ୍କର ସେ ବାଧ୍ୟ ହେଉଥିଲେ। ଯଦି ମୁଁ ମୋର ବାପାଙ୍କର ବାଧ୍ୟ ହେବା ପାଇଁ ଇଚ୍ଛା କରୁଛି ଏବଂ ଯଦି ମୁଁ ବାଧ୍ୟ ସନ୍ତାନ ବୋଲି ନାମାଙ୍କିତ ହେବା ପାଇଁ ଚାହୁଁଛି, ତାହେଲେ ମୋତେ ମୋର ବାପାଙ୍କର, ମୋର ମାଙ୍କର କଥା ମାନିବାକୁ ହେବ। ଦ୍ୱିତୀୟ ବିଷୟ, ତାଙ୍କ ପାଖରେ ଗୋଟେ ସୁନ୍ଦର ଗୁଣ ଥିଲା ଯେ ମନ୍ଦ ବିଷୟକୁ କେବେ ହେଲେ ମଧ୍ୟ ସେ ଗ୍ରହଣ କରୁନଥିଲେ କିମ୍ବା ଯିବାକୁ ଦେଉନଥିଲେ। ସେ ତାଙ୍କ ପରିବାରରେ ଯଦି କୌଣସି ମନ୍ଦ ବିଷୟ ହେଉଛି ତାକୁ ସେ ବାପାଙ୍କୁ ଆସି ଜଣାଉଥିଲେ। ଅନେକ ପିଲାମାନେ ଆମେ ଅଛୁ, ଘରେ ତ ସୁନ୍ଦର ପରିବେଶ, ଘରେ ତ ଉତ୍ତମ ବିଷୟ, କିନ୍ତୁ ଯେତେବେଳେ ଆମେ ସାଙ୍ଗସାଥିମାନଙ୍କ ସହିତ ମେଳ ଖାଉ, ସାଙ୍ଗସାଥିମାନଙ୍କ ସହିତ ମିଶୁ କିମ୍ବା ଅନ୍ୟ ଭାଇମାନଙ୍କ ସହିତ ଆମେ ମିଶୁ, ସେତିକିବେଳେ ଯଦି କୌଣସି ମନ୍ଦ ବିଷୟ ଅଛି ସେଇ ମନ୍ଦ ବିଷୟକୁ ଆମେ ଗ୍ରହଣ କରି ପକାଉ। ଆମେ ବାପା ମାଆଙ୍କୁ ଲୁଚେଇ ଦେଉ ଯେ ଏହା ଆମେ ମନ୍ଦ କରୁଛୁ ବୋଲି ଆମେ ଜଣେଇ ନଥାଉ। ତେଣୁ ଘରେ ତ ବେଳେବେଳେ ଆମେ ଭଲ ଦେଖେଇ ହେଉ, କିନ୍ତୁ ବାହାରେ ଆମମାନଙ୍କର ମନ୍ଦତା ପରିପ୍ରକାଶ ପାଏ। ମୋର ପ୍ରିୟ ଦର୍ଶକ ବନ୍ଧୁମାନେ, ଆଜି ଗୋଟିଏ ବିଷୟ ନିଷ୍ପତ୍ତି ନେବା ଏବଂ ବିଚାର କରିବା ଯେ ମୁଁ ମୋର ବାପା ମାଙ୍କର ବାଧ୍ୟ ସନ୍ତାନ କିମ୍ବା ବାଧ୍ୟ ସନ୍ତତି କି? ମୁଁ ଗୋଟେ ବାଧ୍ୟ ପୁଅ କିମ୍ବା ବାଧ୍ୟ ଝିଅ କି? ନା ଘରେ ମୁଁ ଆଉ ଗୋଟିଏ ପ୍ରକାର ଏବଂ ବାହାରେ ଆଉ ଗୋଟିଏ ପ୍ରକାର। ଭାବି ଦେଖନ୍ତୁ, ଯଦି ଘରେ ଆପଣ ଭଲ ବୋଲି ପ୍ରଦର୍ଶିତ ହେଉଛନ୍ତି, ବାହାରେ ଯଦି ମନ୍ଦ କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣ କିଛି ବିଷୟ ଲୁଚଉଛନ୍ତି ନିଜ ଘରେ ଏବଂ ଆପଣ ଜଣେ ବାଧ୍ୟ ସନ୍ତାନ ବୋଲି ନିଜକୁ ପ୍ରତିପାଦିତ କରିପାରିବେ ନାହିଁ। ତେଣୁ ଆପଣଙ୍କର ଜୀବନରେ ଉତ୍ତମ ବିଷୟ, ଜଣେ ବାଧ୍ୟ ସନ୍ତାନ, ଜଣେ ବାଧ୍ୟ ସନ୍ତତି ହେବା ପାଇଁ ବାପା ମାଙ୍କର କଥା ତ ମାନିବାକୁ ହେବ ଏବଂ ମନ୍ଦ ବିଷୟକୁ ଗ୍ରହଣ କରିବା ଉଚିତ ବିଷୟ ନୁହେଁ। ଯଦି ଆମେ ଏ ପ୍ରକାର କାର୍ଯ୍ୟ କରିବା ତାହେଲେ ଆମେ ବାଧ୍ୟ ସନ୍ତାନ ସନ୍ତତି ଭାବରେ ଗଣିତ ହୋଇପାରିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଜଣେ ବାଧ୍ୟ ସନ୍ତାନ ସନ୍ତତି କରି ଗଢ଼ି ତୋଳନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।